ସାର୍ ଆପଣଙ୍କ ପରିଚୟଟା? ମୁଁ ବିଷ୍ଣୁଚରଣ ମହାନ୍ତ ମୟୂରଭଞ୍ଜ ଜିଲ୍ଲାରୁ ଆସିଛି, ଜିଲ୍ଲା କୋଅର୍ଡିନେଟର ଅଛି। ଆଚ୍ଛା, ଆଜିର ଏଇ ଶୋଭାଯାତ୍ରା ବିଷୟରେ କିଛି କହିବେ? ହଁ, ଏଇଟା ଆମର ସଂସ୍କୃତି ମନ୍ତ୍ରାଳୟ ତରଫରୁ ହେଇଛି, ଯୋଉଟା କି ଆମ ସଂସ୍କୃତିର ଗୋଟେ ସ୍ୱାଭିମାନ, ଯୋଉ ସୋମନାଥର ମାନେ ଯୋଉ ଆକ୍ରମଣ ହେଇଥିଲା ତାର 1000 ବର୍ଷ ପୂର୍ତ୍ତି ପାଇଁ ଏଇଟା ଗୋଟେ ଆମର ସ୍ୱାଭିମାନ ଯାତ୍ରା, ସ୍ୱାଭିମାନ ପର୍ବ ଭାରତ ସରକାରଙ୍କ ଦ୍ୱାରା ଏଇଟା ସଂସ୍କୃତି ମନ୍ତ୍ରାଳୟ ତରଫରୁ ହେଉଛି, ବହୁତ ସ୍ୱାଗତ ଯୋଗ୍ୟ। ଆଚ୍ଛା, ଏଠାରେ କୋଉ ସଂଘର ଲୋକ ସବୁ ଆସୁଛନ୍ତି? ଏଇଟା ଆମ ହିନ୍ଦୁ ମାନେ ହିନ୍ଦୁ ଧର୍ମର ଲୋକ ହିଁ ଆସୁଛନ୍ତି, ଯେଉଁମାନେ ହିନ୍ଦୁ ଧର୍ମ ପ୍ରତି ଆସ୍ଥା ବିଶ୍ୱାସ ଅଛି। ଆଉ ଏଇଥିରେ ଆମର 30ଟା ଜିଲ୍ଲାର ପୁରା 1150 ଜଣ ଯାତ୍ରୀ ଆସୁଛନ୍ତି। ଆଉ ଗୋଟେ ସ୍ୱତନ୍ତ୍ର ରେଳ ଏହା ପାଇଁ ଯୋଜନା ହେଇଛି, ଇଏ ବି ସ୍ୱାଗତ ଯୋଗ୍ୟ ପଦକ୍ଷେପ। ସାର୍ ଆପଣଙ୍କ ପରିଚୟଟା? ମୋ ନାଁ ଶ୍ରୀଯୁକ୍ତ ବାସୁଦେବ ମହାନ୍ତ, କରଞ୍ଜିଆ ବ୍ଲକ, ମୟୂରଭଞ୍ଜ ଜିଲ୍ଲା। ଆଚ୍ଛା, ଆପଣ କ'ଣ ଏଇ ବିଷୟରେ କିଛି କହିବେ? ଆଜ୍ଞା, ଆମେ ମୟୂରଭଞ୍ଜ ଜିଲ୍ଲାରୁ 29 ଜଣ ଯାତ୍ରୀ ଆସିଛୁ। ସୋମନାଥ ଯାତ୍ରାରେ ଅଭିମୁଖରେ ଆମର ବାରିପଦାରୁ ବସ୍ ଯୋଗେ ଆସିଲୁ ଆମେ ଭୁବନେଶ୍ୱର। ଭୁବନେଶ୍ୱରରୁ ଆମକୁ ଆମର ମୁଖ୍ୟମନ୍ତ୍ରୀ ତାଙ୍କର ସ୍ପେଶାଲ ଟ୍ରେନ୍ ଯୋଗେ ଗୁଜରାଟକୁ ସୋମନାଥ ଦର୍ଶନ ପାଇଁ ପଠାଇଛନ୍ତି। ସେଠୁ ଆମର 30ଟା ଜିଲ୍ଲାର ଲୋକ ଅଛନ୍ତି। 30ଟା ଜିଲ୍ଲାର ସର୍ବମୋଟ 1150 ଜଣ ଯାତ୍ରୀ ଆମେ ଏଠି ଯାତ୍ରା କରିଛୁ। ୟାଙ୍କର ବ୍ୟବସ୍ଥା କେମିତି କରାଯାଇଛି? ୟାଙ୍କର ବ୍ୟବସ୍ଥା ସବୁ ସରକାରଙ୍କର ଦ୍ୱାରା ହିଁ, ଭଡ଼ା, ଖାଇବା ପିଇବା, ଯାତ୍ରୀଙ୍କର ମେଡ଼ିକାଲ ଖର୍ଚ୍ଚ ସବୁ ଜିନିଷ ସରକାର ବହନ କରୁଛନ୍ତି। ସାର୍ ଆପଣଙ୍କ ପରିଚୟଟା? ମୁଁ ଡକ୍ଟର ଜଳେନ୍ଦ୍ର ତ୍ରିପାଠୀ, କୋରାପୁଟ ଦାମନଯୋଡ଼ିରୁ ଇଏ ସୋମନାଥ ସ୍ୱାଭିମାନ ପର୍ବରେ ଯୋଗ ଦେଇଛି। ସାର୍ ଏଇ ଆପଣଙ୍କର ଯାତ୍ରା ବିଷୟରେ କିଛି ଆମକୁ କୁହନ୍ତୁ। ଏ ପବିତ୍ର ସୋମନାଥ ପର୍ବ ଯେଉଁ ସ୍ୱାଭିମାନ ପର୍ବ ଯାତ୍ରା ଆରମ୍ଭ ହୋଇଛି, ଏଥିରେ ଆମେ ଓଡ଼ିଶାରୁ 1200 ଯାତ୍ରୀ ଯାଉଛୁ ଏବଂ ଓଡ଼ିଶାର ଭୁବନେଶ୍ୱର ଲିଙ୍ଗରାଜ କ୍ଷେତ୍ର ଯେଉଁ ବିନ୍ଦୁସାଗର ପବିତ୍ର ଜଳ ମାନ୍ୟବର ମୁଖ୍ୟମନ୍ତ୍ରୀ ଆମକୁ ଅର୍ପଣ କରିଛନ୍ତି। ଆମେ এই ଜଳକୁ ନେଇକି ଯାଉଛୁ, ସେଠି ମହାପ୍ରଭୁ ଶ୍ରୀ ସୋମନାଥଙ୍କୁ ଅର୍ପଣ କରିବୁ। ତା ସହିତ କେଦାର ଗୌରୀର ପବିତ୍ର ମାଟି ଆମକୁ ଦେଇଛନ୍ତି। ମୋର ବନ୍ଧୁ ରତିକାନ୍ତ ବୈଦ୍ୟ ଏବଂ ମୁଁ ଜଳେନ୍ଦ୍ର ତ୍ରିପାଠୀ ଉଭୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶାର ସଂସ୍କୃତି ମନ୍ତ୍ରୀଙ୍କ ଠାରୁ ଆମେ ଗ୍ରହଣ କରିଛୁ। ଓଡ଼ିଶାର ସମସ୍ତ ଜିଲ୍ଲା 30ଟା ଯାକ ଜିଲ୍ଲାରୁ ଯାତ୍ରୀମାନେ ଆସିଛନ୍ତି ଏବଂ ସମସ୍ତେ ବଡ଼ ଆନନ୍ଦର ସହିତ ଏ ଗୋଟିଏ ଟ୍ରେନରେ ଆମେ ଯାତ୍ରା କରୁଛୁ। ଏ ଟ୍ରେନରେ ଏ କାର୍ଯ୍ୟକ୍ରମ ପାଇଁ କେନ୍ଦ୍ର ସରକାରଙ୍କର ସଂସ୍କୃତି ମନ୍ତ୍ରାଳୟ ଏବଂ ଓଡ଼ିଶାର ସଂସ୍କୃତି ମନ୍ତ୍ରାଳୟ ମିଳିତ ଭାବରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ତତ୍ତ୍ୱାବଧାନରେ ବହୁତ ଆନନ୍ଦର ସହିତ ଆମେ ସବୁ ଯିବା ପାଇଁ ବ୍ୟବସ୍ଥା କରାଯାଇଛି। ମାନ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିଜେ ଉପସ୍ଥିତ ରହି ଏ କାର୍ଯ୍ୟକ୍ରମରେ ସେ ଆମ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାର୍, ଆମର ଓଡ଼ିଶା ସରକାରକୁ କେନ୍ଦ୍ର ସରକାରକୁ କ'ଣ ଜଣାଇଦେବା ପାଇଁ ଚାହୁଁଛନ୍ତି ଆଗାମୀ ଦିନରେ? ଇଏ ଗୋଟେ ସଂସ୍କୃତିର ବାର୍ତ୍ତା, ଶ୍ରଦ୍ଧା, ଭକ୍ତି ଏବଂ ସଂସ୍କୃତିର ସମନ୍ୱୟ ଓଡ଼ିଶାର ଶ୍ରୀ ଲିଙ୍ଗରାଜ କ୍ଷେତ୍ରରୁ ଶ୍ରୀ ସୋମନାଥ କ୍ଷେତ୍ର ପର୍ଯ୍ୟନ୍ତ ଯେଉଁ ସଂଯୋଗର ଏକ ବାର୍ତ୍ତାକୁ କେନ୍ଦ୍ର ସରକାର ଏବଂ ଓଡ଼ିଶା ସରକାରଙ୍କ ଭିତରେ ଯେଉଁ ସମନ୍ୱୟର ବାର୍ତ୍ତାକୁ ଜଣାଇବା ପାଇଁ ଆମେ এই ଯାତ୍ରା କରୁଛୁ। এই ଯାତ୍ରାରେ ସମସ୍ତେ ଆନନ୍ଦର ସହିତ ଅତି ଉଲ୍ଲାସର ସହିତ ଆମେ ସମସ୍ତେ ଯାତ୍ରା କରୁଛୁ।